ଦରମା ପାଇଁ ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଶିଳ୍ପାଞ୍ଚଳସ୍ଥିତ ଜେକେ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅସନ୍ତୋଷ ତୀବ୍ର ହୋଇଛି। ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଶ୍ରମିକମାନେ ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶ୍ରମିକମାନଙ୍କ ଅଭିଯୋଗ ଅନୁସାରେ ସେମାନେ ପ୍ରାୟ 10 ବର୍ଷ ଧରି କମ୍ପାନୀରେ କାର୍ଯ୍ୟରତ ଥିଲେ ମଧ୍ୟ ସେମାନଙ୍କ ଦରମାରେ ଆଶାନୁରୂପ ବୃଦ୍ଧି ହୋଇନାହିଁ। ବର୍ତ୍ତମାନ ମଧ୍ୟ ଅନେକ ଶ୍ରମିକ ମାସିକ 9,000ରୁ 10,000 ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ସେମାନେ କହିଛନ୍ତି। ଏ ସମସ୍ୟାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସେମାନେ ଆନ୍ଦୋଳନର ପଥ ବାଛିଛନ୍ତି। ଶ୍ରମିକମାନେ କହିଛନ୍ତି ଯେ ଯଦି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ସମାଧାନ ନ କରନ୍ତି ତେବେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ଏବଂ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ। ଘଟଣାକୁ ନେଇ ଶିଳ୍ପାଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ଆଲୋଚନା କରାଯିବ। କଟକରୁ ଟୁନଟୁନ ଶର୍ମାଙ୍କ ରିପୋର୍ଟ, ଓଡ୍ରା ନ୍ୟୁଜ୍ ଓଡ଼ିଆ।